हेलो गुड मॉर्निंग पिलाने वेलकम टू बीएससी ट्यूटोरियल्स ଯେମିତିକି ଆମେ ଦେଖିଥିଲେ ଗଲା କାଲି ଆମେ ପଢ଼ିଥିଲେ କ'ଣ ନ୍ୟାସନାଲ୍ ପାର୍କସ୍ ଆଉ ମୁଁ ତା'ର ଟ୍ରିକ୍ସ ଆଣ୍ଡ ଟିପ୍ସ ସବୁ ମୁଁ ବତେଇଥିଲି। ସେଥିରେ ଆମେ ବହୁତ କିଛି ଡିସ୍କସନ୍ କରିଥିଲେ। ଟୋଟାଲ୍ ଯେଉଁ 106ଟି ନ୍ୟାସନାଲ୍ ପାର୍କସ୍ ଅଛି ତାକୁ ଆମେ ଦେଖିସାରିଥିଲେ। ତାପରେ ମୁଁ ବତେଇଥିଲି କ'ଣ କେମିତି ଟ୍ରିକ୍ସ ମାନେ କେମିତି ଅଛି ଆଉ କେମିତି ତାକୁ ମନେ କରିବ ସବୁ ଜିନିଷ ମୁଁ ବତେଇ ସାରିଥିଲି ଅଲରେଡ଼ି। ଯେଉଁମାନେ ଦେଖିନ ଯାଇକି ଡିସ୍କ୍ରିପ୍ସନ୍ରେ ତା'ର ଲିଙ୍କ୍ ଅଛି, ଆପଣମାନେ ଯାଇକି ଦେଖିପାରିବେ। ତାପରେ ମୁଁ ବତେଇଥିଲି କେଉଁ ଜାଗାରେ ହାଇଏଷ୍ଟ ଅଛି, ଯେମିତି ମଧ୍ୟପ୍ରଦେଶରେ ହାଇଏଷ୍ଟ ଅଛି। ତାପରେ ଓଲ୍ଡେଷ୍ଟ ଆମ ନ୍ୟାସନାଲ୍ ପାର୍କ କ'ଣ କେଉଁଠି ଅଛି, କେମିତି ଅଛି, ସବୁ ଜିନିଷ ମୁଁ ବତେଇଥିଲି। ତାପରେ ଆଜି ଆମେ ପଢ଼ିବା ପିଲାମାନେ କ'ଣ ତା ବିଷୟରେ ଆଉ କିଛି ଏକ୍ସଟ୍ରା ମାନେ ତାର ସିଗ୍ନିଫିକାନ୍ସ କ'ଣ ଅଛି। ମୁଁ କାଲି କହିଥିଲି ଯେ ତାର ପ୍ରିଭିୟସ୍ କ୍ଲାସ୍ରେ ମୁଁ ଯେଉଁ କହିଥିଲି ଯେ ତା ସିଗ୍ନିଫିକାନ୍ସ ସବୁ ବତେଇବି। ଆଜି ସେଇ କ୍ଲାସ୍ଟା ଅଛି, ଆପଣମାନେ ଆଜି ରେଡ଼ି ହେଇଯାଆନ୍ତୁ, ଆମେ ଦେଖିବା। ତ ପିଲାମାନେ ଲିଙ୍କ୍କୁ କ୍ଲିକ୍ କରିକି ଆପଣ ପ୍ରିଭିୟସ୍ କ୍ଲାସ୍ର ଦେଖିପାରିବେ। ତାପରେ ଏଇ କ୍ଲାସ୍ଟା ଦେଖିଗଲେ ବେନିଫିଟ୍ ହେବ ଆପଣଙ୍କୁ। ହଉ ଚାଲ ଆଜି ଷ୍ଟାର୍ଟ କରିବା। ଫାର୍ଷ୍ଟ ଆସିଲା ଦାଚିଗ୍ରାମ। ଦାଚିଗ୍ରାମ ମୁଁ ମନେ କରିଥିଲି କେମିତି ଦାଲଚିନି ହିସାବରେ ମନେ କରିଥିଲି, ଯେଉଁଟାକି ଜାମ୍ମୁ ଆଣ୍ଡ କାଶ୍ମୀରରେ ଅଛି। ଜାମ୍ମୁ କାଶ୍ମୀରରେ ଦାଚିଗ୍ରାମ ଅଛି। ଫାର୍ଷ୍ଟ କହିଥିଲି ଲଦାଖ ସରି ସରି ପିଲାମାନେ, ଏଠି ଜାମ୍ମୁ କାଶ୍ମୀର ଅଛି, ଏଠି ଲଦାଖ ଅଛି। ଗୋଟେ ସେକେଣ୍ଡ, ଗୋଟେ ମିନିଟ୍ ପିଲାମାନେ, କିଛି ପେଣ୍ଟ ଚାଲୁନି, ଗୋଟେ ମିନିଟ୍। ତ ପିଲାମାନେ ଆମେ ଦାଚିଗ୍ରାମ ଦେଖିଥିଲା। ଦାଚିଗ୍ରାମ ହେଇଗଲା। ଦାଚିଗ୍ରାମ ମୁଁ ଦାଲଚିନି ହିସାବରେ ଆପଣମାନଙ୍କୁ ମନେ କରିଥିଲି। ଏଇଠି ଏଇଟା ହେଲା ଜାମ୍ମୁ କାଶ୍ମୀର, JNK, ଲଦାଖ ହେଇଥିଲା ଏଇଟା ଲଦାଖରେ ଆମେ କ'ଣ ଦେଖିଥିଲା, ହେମିସ୍ ନ୍ୟାସନାଲ୍ ପାର୍କ, HMI ହେମିସ୍ ଦେଖିଥିଲା ହେଲା। ହେମିସ୍ ନ୍ୟାସନାଲ୍ ପାର୍କ ଆମେ ଦେଖିଥିଲା। ହେମିସ୍କୁ ଆମେ କ'ଣ ହିମ ମାନେ କ'ଣ ବରଫ ହେଲା, ସେଇ ହିସାବରେ ମନେ ରଖିଥିଲା। ଗୋଟେ ସେକେଣ୍ଡ ପିଲାମାନେ, ହିମ ବରଫ ହିସାବରେ ଆମେ ମନେ ରଖିଥିଲା ତାକୁ। ଆଉ ଦେନ୍ ଆମେ ଦାଚିଗ୍ରାମକୁ ଆମେ ମନେ ରଖିଥିଲା। ଯେଉଁମାନେ ଆମ ପ୍ରିଭିୟସ୍ ଭିଡ଼ିଓ ଦେଖିଥିଲେ ସେମାନେ ଆରାମସେ ଏଇ ଜିନିଷର ଆନ୍ସର୍ କହିପାରିବେ। ଏଇ ଜିନିଷଟା ତ ଦାଚିଗ୍ରାମ କେଉଁଠି ଅଛି, ଜାମ୍ମୁ କାଶ୍ମୀରରେ। ଦେନ୍ କେବେ ଏଷ୍ଟାବ୍ଲିଶ୍ ହେଇଥିଲା, ଏଇଟା ଆକ୍ଚୁଆଲି ଏତେ ପଚାରିବନି, ଏତେ ଡିପ୍ କ୍ୱେଶ୍ଚନ୍ ଆସିବନି ଆମ ଓଡ଼ିଶା ଏକ୍ଜାମ୍ରେ, କିନ୍ତୁ ଆମେ ଜଷ୍ଟ ଟିକେ ଗୋ ଥ୍ରୁ ହେଇଯିବା। ଦାଚିଗ୍ରାମ ମିନ୍ସ 10 ଭିଲେଜ୍, 10ଟା ଭିଲେଜ୍ର ମିଶିକି ଦାଚିଗ୍ରାମ ମତଲବ ବନିଛି। 1981ରେ ଏଇଟା ଏଷ୍ଟାବ୍ଲିଶ୍ ହେଇଥିଲା ହେଲା। ଦେନ୍ ଦେଖନ୍ତୁ ଦାଚିଗ୍ରାମରେ କ'ଣ ଅଛି, ଏଠି ଗୋଟେ ହିମାଲୟାନ୍ ମୋଏଷ୍ଟ ଟେମ୍ପରେଚର୍ ଏଭରଗ୍ରୀନ୍ ଆଉ ମୋଏଷ୍ଟ ଡେସିଡିୟସ୍ ଆଣ୍ଡ ସ୍ରବ୍ ଦେଓଦାର, ପାଇନ୍ ଆଣ୍ଡ ଓକ୍ ଟ୍ରି ଆର୍ ଫାଉଣ୍ଡ। ବୁଝିଲେ, ଏଇଥିରେ କ'ଣ କ'ଣ ମିଳେ, ଦେଓଦାର ମିଳିବ, ପାଇନ୍ ମିଳିବ, ତାପରେ କ'ଣ ମିଳିବ, ପାଇନ୍ ଦେଖାଯିବ, ତାପରେ ଓକ୍ ଟ୍ରି ଦେଖାଯିବ। ବୁଝିଲେ, ଦେଖନ୍ତୁ ଏମିତି ଟାଇପ୍ର ସ୍ରବ୍ ମାନେ ଏଇଠି ଦେଖାଯାଏ ଏଇଟା। ତାପରେ କ'ଣ କହିଛି, ଦ ହେଙ୍ଗୁଲ କାଶ୍ମୀର ଷ୍ଟେକ୍, ହେଙ୍ଗୁଲ ବା ଆମେ ତାକୁ କ'ଣ କହନ୍ତି, କାଶ୍ମୀରୀ ଷ୍ଟେକ୍ କହନ୍ତି, ଇଜ୍ ବିଙ୍ଗ ପ୍ରୋଟେକ୍ଟେଡ୍ ଇନ୍ ଦିସ୍ ନ୍ୟାସନାଲ୍ ପାର୍କ। ହେଙ୍ଗୁଲ ବା ଆମେ କାଶ୍ମୀରୀ ଷ୍ଟେକ୍ ଯେଉଁ ଅଛି ସେଇଟା ଏଇଠି ଦେଖାଯାଆନ୍ତି। ଏଇଠି ଆପଣ ଦେଖିଥାନ୍ତି, ଏଇଟା ହେମିସ୍ ନ୍ୟାସନାଲ୍ ପାର୍କ ଲଦାଖରେ ଅଛି। ଦାଚିଗ୍ରାମ ଅଛି କେଉଁଠି, ଜାମ୍ମୁ ଆଣ୍ଡ କାଶ୍ମୀରରେ। ଦେନ୍ ଆଗକୁ ଆସିଲେ ଏବେ କ୍ୱେଶ୍ଚନ୍ ଆସିଲା, ଏବେ ଆପଣ ଉତ୍ତର ଦେବେ। ଏଇଥିରେ କ'ଣ ଅଛି, ଦାଚିଗ୍ରାମ କେଉଁଠି ଅଛି, ଦାଚିଗ୍ରାମ ସେଞ୍ଚୁରୀ। ଏଇଟା ଦେଖନ୍ତୁ, ଆପଣ କ୍ୱେଶ୍ଚନ୍ ଆସିଥିଲା CPOରେ, 2019ର CPOର କ୍ୱେଶ୍ଚନ୍ ଆସିଥିଲା। ଆପଣ ଏଇଟା କମେଣ୍ଟ ସେକ୍ସନ୍ରେ ବତେଇବେ ଦାଚିଗ୍ରାମ କେଉଁଠି ଅଛି ହେଲା, ଯେଉଁଟାକି ମୁଁ କହିସାରିଲିଣି। ନେକ୍ସଟ ଆସିଲା ଟାଇଗର ରିଜର୍ଭକୁ ଆମେ ଟିକେ ଏବେ ସ୍କିପ୍ କରି ଚାଲିବା। ଟାଇଗର ରିଜର୍ଭ ଆମେ ଓନ୍ଲି ନ୍ୟାସନାଲ୍ ପାର୍କ କରିବା। ଏଇସବୁ ପିଲାମାନେ ଆମେ କ'ଣ, ଏଇଟା ଦେଖନ୍ତୁ, ଏଥିରେ ଟାଇଗର ରିଜର୍ଭ ଆଣ୍ଡ ନ୍ୟାସନାଲ୍ ପାର୍କ ଦୁଇଟା ଯାକ ଅଛି। ଏଠି କ'ଣ ଅଛି, ଆମେ କ'ଣ ପଢ଼ିଥିଲା, ଏଇଟା ଆସାମ। ଏଇଟା ଦେଖନ୍ତୁ, ଏଇଟା ହେଇଗଲା ଏଇ ରିଜନ୍ଟା କ'ଣ, ଏଇଟା ହେଇଗଲା ଆମ ଆସାମ ରିଜନ୍। ବୁଝିଲେ, ଏଇଟା এই আসামରେ କ'ଣ ଅଛି, ଆସାମରେ କାଜିରଙ୍ଗା ନ୍ୟାସନାଲ୍ ପାର୍କ ଅଛି। ଏଇଟା ଅଲସେ କ'ଣ ଟାଇଗର ରିଜର୍ଭ ଗୋଟେ ଏଇଟା। ତାପରେ କ'ଣ ଅଛି, ଏଇଠି ଦେଖନ୍ତୁ ସୁନ୍ଦରବନ ଅଛି। ସୁନ୍ଦରବନ ଯେମିତି ଯେଉଁଟାକି ଆମେ ୱେଷ୍ଟ ବେଙ୍ଗଲରେ ଦେଖୁ, ବୁଝିପାରିଲେ। ନାମଦଫା ଆମେ ପଢ଼ିଛୁ। ନାମଦଫା କେଉଁଠି ଅଛି, ଏଇଟା କେଉଁ ଜାଗା ଦେଖାଯାଉଛି, ଏଇଟା ହେଇଗଲା ଆମ ଅରୁଣାଚଳ ପ୍ରଦେଶ, ଏଇ ସାଇଡ଼୍ଟା ହେଲା। ଏଇଟା ଆମେ ଅଲରେଡ଼ି ପଢ଼ି ସାରିଛୁ। ନାମବୋଲ ଅର୍ ଦଫାଓ ଆମେ ପଢ଼ିଥିଲା। ଆଉ ମର୍ଣ୍ଣିଂ ବି ଥିଲା। ଦୁଇଟା ଯାକ ନ୍ୟାସନାଲ୍ ପାର୍କ ଥିଲା ଅରୁଣାଚଳ ପ୍ରଦେଶରେ। ନେକ୍ସଟ ପଢ଼ିବା ନାମଦଫା ଆମେ ପଢ଼ିଥିଲା। ନାମଲେ ଦଫାଓ କେଉଁଠି ଅଛି, ଅରୁଣାଚଳ ପ୍ରଦେଶରେ ହେଲା। ଏତେ ଡିଷ୍ଟ୍ରିକ୍ଟ ଏତେ ପଚାରିବନି, କିନ୍ତୁ ଆମେ ତାର କେଉଁ ଜାଗାରେ କେଉଁ ଲୋକେସନ୍ କ'ଣ ଅଛି, ଖାଲି କେଉଁ ଷ୍ଟେଟ୍ରେ କେଉଁ ନ୍ୟାସନାଲ୍ ପାର୍କ ଅଛି, ଏତିକି ଖାଲି ଆମେ ମନେ ରଖିବା। ଏଇ ତାର ଗୋଟେ ସିଗ୍ନିଫିକାନ୍ସ ଏଇଟା ହେଉଛି ଯେ କ୍ଲାଉଡେଡ଼ ଲେପର୍ଡ ଏଠି ଦେଖାଯାଏ, ବା ଆମେ ସ୍ନୋ ଲେପର୍ଡ ବି ଏଠି ଦେଖାଯାଏ, ବୁଝିପାରିଲେ। ତାପରେ ଏଇଟା କ୍ୱେଶ୍ଚନ୍ ଆସିଥିଲା, କ୍ଲାଉଡେଡ଼ ଲେପର୍ଡ କେଉଁଠି ଦେଖାଯାଏ। ଦେନ୍ ଆଗକୁ ଆସିବା, ଦେଖନ୍ତୁ ଏଠି
এটা ହେଇଗଲା ଆମ କ'ଣ ପୁରା ଆମ ଯେଉଁ PDF ଆପଣଙ୍କୁ ଯେଉଁଟା ଦେଖାଏ ଆମେ କରିଛୁ ଯେଉଁ PDFଟା ଏଇଥିରେ ଆପଣ ପୁରା ମନେ ରଖିପାରିବେ। ଆଉ ଦେଖନ୍ତୁ ଏଇଟା ମୌଲିକ ନ୍ୟାସନାଲ୍ ପାର୍କ କେଉଁଠି ଅଛି? ଅରୁଣାଚଳ ପ୍ରଦେଶରେ। ତାପରେ ନାମଦଫା ଦେଖନ୍ତୁ ଏଇଟା ବୁଝିପାରିଲେ। ନେକ୍ସଟ ଏଇଟା ଆମେ ଦେଖିଥିଲା ଦେଖନ୍ତୁ କ'ଣ କ'ଣ ଅଛି? ସ୍ନୋ ଲେପର୍ଡ ଅଛି, କ୍ଲାଉଡେଡ଼ ଲେପର୍ଡ ଅଛି, ଓନ୍ଲି ଲେପର୍ଡ ଅଛି, ଟାଇଗର, ଗୋଲ୍ଡେନ୍ କ୍ୟାଟ୍, ଆଉ କ'ଣ ଅଛି? ଏଇଟା ହେଇଗଲା ଆମ ମାର୍ବେଲ୍ଡ କ୍ୟାଟ୍ ବୁଝିଲେ। ନେକ୍ସଟ ତାପରେ ଆସିଗଲା କାଜିରଙ୍ଗା ନ୍ୟାସନାଲ୍ ପାର୍କ। ଏଇ କ୍ୱେଶ୍ଚନଟା ବହୁତ ଥର ଆସିଛି ଏକ୍ଜାମ୍ରେ। କାଜିରଙ୍ଗା ନ୍ୟାସନାଲ୍ ପାର୍କ କେଉଁ ଜାଗାରେ ଅଛି ଆଉ ଏଇଠି କେଉଁ ଟାଇପ୍ର ମତଲବ କେଉଁ ଏନିମଲ୍ ଦେଖାଯାଏ ଏଇଠି? ଏଇଠି କ'ଣ ୱାନ୍ ହର୍ଣ୍ଣ ରାଇନୋସ୍ ମାନେ ଦେଖାଯାଆନ୍ତି। ଏଇଟା କେଉଁଠି ଅଛି କାଜିରଙ୍ଗା ନ୍ୟାସନାଲ୍ ପାର୍କ? କେଉଁଠି ଅଛି? କମେଣ୍ଟ ସେକ୍ସନରେ କହିବେ କେଉଁଠି ଅଛି, କହିପାରିବେ? ମୁଁ କହିଥିଲି ଭୁଲିଗଲି କେଉଁଠି ଅଛି? ଦେଖେଇ ଦେଉଛି ଗୋଟେ ମିନିଟ୍। ଏବେ ଦେଖନ୍ତୁ ଏଇଠି। ଏଇଟା କେଉଁ ଜାଗା? ଏଇଟା ହେଇଗଲା ଆସାମ ବୁଝିଲେ। ମୁଁ କହିଥିଲି ମନେ ରଖିବା ପାଇଁ କ'ଣ କହିଥିଲି? କାଜିରଙ୍ଗା, ତାପରେ କ'ଣ ଓରାଙ୍ଗ, ନାମେରୀ, ମାନସ, ଏଠି କହିନଥିଲି କି? ଗୋଟେ ମିନିଟ୍ ଦେଖେଇଦେବି। ଫାର୍ଷ୍ଟ ସ୍ଲାଇଡ଼୍ରେ ଯେତେବେଳେ ଆମେ ପଢ଼ିଥିଲା ଆସାମ, କ'ଣ ଗଲା? ଆସାମ ଲାଷ୍ଟରେ ପଡ଼ିଥିଲା ଏଠି। ଆସାମର କ'ଣ ପଡ଼ିଥିଲା ଦେଖନ୍ତୁ? ଆସାମରେ ପଡ଼ିଥିଲା କାଜିରଙ୍ଗା, ନାମେରୀ, ତାପରେ ନାମେରୀର ତାପରେ ମାନସ, ଦିହାଙ୍ଗ ପଟକାଇ, ଏସବୁ ଆମେ ପଢ଼ିଥିଲା। ଭୁଲି ଯାଉଛନ୍ତି ଆଉ ଆପଣମାନେ। ଚलो ନେକ୍ସଟ ଯିବା ଆଗକୁ। କେତେ ତ ଯାଇଥିଲା ଆମେ କାଜିରଙ୍ଗା। କାଜିରଙ୍ଗାରେ କ'ଣ ଅଛି? କାଜିରଙ୍ଗାରେ ଆମେ ଦେଖିଥିଲା କ'ଣ? କାଜିରଙ୍ଗା ନ୍ୟାସନାଲ୍ ପାର୍କ କ'ଣ ୱାନ୍ ହର୍ଣ୍ଣ ରାଇନୋ। ଏ ଦେଖନ୍ତୁ ୱାନ୍ ହର୍ଣ୍ଣ ଅଛି ଏଇ ରାଇନୋର ଏଇଟା। ତାପରେ ଏମିତି ତ ୱାନ୍ ହର୍ଣ୍ଣ ରାଇନୋ ଆମ ୱେଷ୍ଟ ବେଙ୍ଗଲରେ ବି ଦେଖାଯାଆନ୍ତି, କିନ୍ତୁ ଏଇଠି ସବୁଠୁ ମତଲବ ଲାର୍ଜେଷ୍ଟ ପପୁଲେସନ୍ ଅଛି ଏବେ। ଦେନ୍ ଏଇଟା ପଡ଼ିଥିଲା କ'ଣ 1974ରେ ଏଇ ନ୍ୟାସନାଲ୍ ପାର୍କ ବନିଥିଲା, ଏଠି ବନା ହେଇଥିଲା ନ୍ୟାସନାଲ୍ ପାର୍କ। ଦେନ୍ ତାପରେ କାଜିରଙ୍ଗାର ଆମେ କ'ଣ ଅଛି ଟାଇଗର ରିଜର୍ଭ। ଏଇଟା ଗୋଟେ ଏଇଟା ହେଇଗଲା ତାକୁ ଟାଇଗର ରିଜର୍ଭ କେବେ କରାଯାଇଥିଲା? 2006-07ରେ କରାଯାଇଥିଲା ଟାଇଗର ରିଜର୍ଭ। ତାପରେ ୟୁନେସ୍କୋର ୱାର୍ଲଡ଼ ହେରିଟେଜ୍ ସାଇଟ୍ 1985ରେ ତାକୁ ଡିକ୍ଲେୟାର କରାଯାଇଥିଲା କାଜିରଙ୍ଗା ନ୍ୟାସନାଲ୍ ପାର୍କକୁ। ତାପରେ ନେକ୍ସଟ ତାପରେ ଆମେ ପଡ଼ିଥିଲା ଓରାଙ୍ଗ କେଉଁଠି ଅଛି? ସେଇ ଆସାମ। ତ ଏଇ ରିସେଣ୍ଟଲି 2021ରେ ଆମର କ'ଣ ସେପ୍ଟେମ୍ବର 1, 2021ରେ ଆସାମ ଗଭର୍ଣ୍ଣମେଣ୍ଟ ଡିସାଇଡ଼୍ କଲେ କ'ଣ ଚେଞ୍ଜ ଦ ଫର୍ମାଲ ନେମ୍ ଅଫ୍ ଦ ପ୍ରାଇମ୍ ମିନିଷ୍ଟର ଅଫ୍ ରାଜୀବ ଗାନ୍ଧୀ ଫ୍ରମ୍ ଓରାଙ୍ଗ ନ୍ୟାସନାଲ୍ ପାର୍କ ବୁଝିଲେ। ରାଜୀବ ଗାନ୍ଧୀ ନ୍ୟାସନାଲ୍ ପାର୍କ କରି ଦିଆଗଲା। ଓରାଙ୍ଗ ନ୍ୟାସନାଲ୍ ପାର୍କ ଇଜ୍ ଦ ୱାନ୍ ଅଫ୍ ଦ 7 ନ୍ୟାସନାଲ୍ ପାର୍କ ଇନ୍ ଆସାମ ଆଣ୍ଡ ୱାନ୍ ଅଫ୍ ଦ ଟପ୍ 3 ରାଇନୋସୋର୍ସ ହ୍ୟାବିଟ୍। ମତଲବ କ'ଣ କହିଛି ଏଇଠି ୱାନ୍ ଅଫ୍ ଦ 7 ଆମ ନ୍ୟାସନାଲ୍ ପାର୍କ ହେଉଛି କ'ଣ ଆସାମର? ଏଇଟା ହେଇଗଲା ଆମର ଓରାଙ୍ଗ ବା ରାଜୀବ ଗାନ୍ଧୀ ନ୍ୟାସନାଲ୍ ପାର୍କ। ଆମେ ଦୁଇଟା ଭିତରୁ କିଛି ବି କହିପାରିବା। ତାପରେ ଏଇଟା ଏତେ କିଛି ପଡ଼ିବନି। ଏତେ ଟାଇଗର ରିଜର୍ଭ କେବେ ହେଲା? ଓରାଙ୍ଗ ନ୍ୟାସନାଲ୍ ପାର୍କ ଟାଇଗର ରିଜର୍ଭ ହେଇଗଲା ମାର୍ଚ୍ଚ 2016ରେ। ତାପରେ କ'ଣ କହିଛି ଏଇଟା ଏତେ ପଚାରିବନି। ଯେଉଁ ଜିନିଷ ଆମେ ଇମ୍ପୋର୍ଟାଣ୍ଟ ସେଇ ଜିନିଷ ମାନେ ଆମେ କଭର୍ କରିବା, ବେଶୀ କିଛି ପଢ଼ିଲେ ମନେ ରହିବନି। ଦେନ୍ ଆସିଲା ମାନସ ଆସିଲା। ମାନସ ପଢ଼ିବା। ମାନସ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ। ସରି ପିଲାମାନେ ଟିକେ ସାଉଣ୍ଡ ଆସୁଛି, ସାଉଣ୍ଡ ଟିକେ ଡିଷ୍ଟର୍ବାନ୍ସ ହେବ, ମ୍ୟାନେଜ୍ କରିଦେବେ। ଆସିଗଲା ଆମେ କ'ଣ ମାନସ ନ୍ୟାସନାଲ୍ ପାର୍କ ବା ଏଇଠି ଯେ ଏଇଟା ଲୋକେଟ୍ କରୁଛି କେଉଁଠି? ଆସାମରେ ପଡ଼ିଥିଲା। ତାପରେ କ'ଣ ଏଇଟା ଗୋଟେ କ'ଣ ଟାଇଗର ରିଜର୍ଭ ଆଉ ଏଲିଫେଣ୍ଟ ରିଜର୍ଭ ମାନସ। ଆପଣ ଏମିତି ମନେ ରଖିପାରିବେ ଯେ ମାନସକୁ କ'ଣ ଭଲ ଲାଗେ? ଟାଇଗର ଓ ଏଲିଫେଣ୍ଟ ବୁଝିପାରିଲେ। ଟାଇଗର ଆଉ ଏଲିଫେଣ୍ଟ ମାନସକୁ ଭଲ ଲାଗେ ବୋଲି ବୁଝିଲେ, ଦେଖିବାକୁ ଭଲ ଲାଗେ। ଚାଲ ତାପରେ ନେକ୍ସଟ ଏଇଟା ଦେଖନ୍ତୁ। ଏଇଟା ହେଇଗଲା ମାନସ ନ୍ୟାସନାଲ୍ ପାର୍କ। ଏଇଟା ମାନସ, ଓରାଙ୍ଗ, ନାମେରୀ, କାଜିରଙ୍ଗା, ଦିହାଙ୍ଗ ପଟକାଇ, ଡେବ୍ରୁ, ତାପରେ ରାୟମନା ହିଲ୍ସର ମତଲବ କ'ଣ ରାୟମନା ନ୍ୟାସନାଲ୍ ପାର୍କ। ଏଇ ଟୋଟାଲ୍ 7ଟା ଆମ କ'ଣ ଅଛି ନ୍ୟାସନାଲ୍ ପାର୍କ ଅଛି। କେଉଁଠି ଏଇଟା? ଆସାମରେ। ଏବେ କ୍ୱେଶ୍ଚନ୍ ଆସିଲା କୁହନ୍ତୁ ମାନସ ଟାଇଗର ରିଜର୍ଭ। କ୍ୱେଶ୍ଚନ୍ ଏମିତି ବି ଆସିପାରେ କି ମାନସ ନ୍ୟାସନାଲ୍ ପାର୍କ ନ କହିକି ମାନସ ଟାଇଗର ରିଜର୍ଭ ବି କହିପାରେ ବୁଝିଲେ। ସେଇଟା ଏବେ ଜଷ୍ଟ କହିଥିଲି ଯେମିତି ଏଇଟା କେଉଁଟା ଗଲା ଦେଖନ୍ତୁ ମାନସ ନ୍ୟାସନାଲ୍ ପାର୍କ, ମାନସ ଟାଇଗର ରିଜର୍ଭ ଆଉ ଏଲିଫେଣ୍ଟ ରିଜର୍ଭ ବି କ୍ୱେଶ୍ଚନ୍ ଏମିତି ବି ଆସିପାରେ କି ଏଇଟା ମାନସ ଏଲିଫେଣ୍ଟ ରିଜର୍ଭ କେଉଁଠି ଅଛି? ଆପଣଙ୍କୁ ମନେ ରଖିବାକୁ ପଡ଼ିବ କି ଏଇଟା ଆସାମରେ ଅଛି। ନେକ୍ସଟ ଗଲା କ'ଣ ଏଥର ଆନ୍ସର୍ ଯିବ ଆସାମ। ନେକ୍ସଟ ଯିବା ବାଲପକମ୍।
ବାଲପକମ୍ କ'ଣ ନ୍ୟାସନାଲ୍ ପାର୍କ କେଉଁଠି ଅଛି? ଆମେ କହିଥିଲେ ମେଘାଳୟ, ମେଘା ବାଲପକମ୍। ମୁଁ କହିଥିଲି କ'ଣ କି? ହଁ, ମେଘା ବାଲ ନୋକରେକ୍ କହିଥିଲି ନା। ନୋକରେକ୍ ନ୍ୟାସନାଲ୍ ପାର୍କ ଅଛି, ଆଉ ବାଲପକମ୍ ଏଇଟା ମେଘାଳୟରେ ଅଛି ମନେକର। ଇଜିଲି ମନେ ରହିଯିବ। ଏଥିରେ କ'ଣ ଅଛି? ହୋମ୍ ଟୁ ଦ ୱାନ୍ ଅଫ୍ ଦ ରେୟାରେଷ୍ଟ ଇନ୍ ଦ ୱାର୍ଲଡ଼। କ'ଣ ଅଛି? ଲେଜର୍ ପାଣ୍ଡା ଆଣ୍ଡ ରେଡ୍ ପାଣ୍ଡାରେ ଗୋଟେ ଦେଖିଦେବି, ଫଟୋ ଦେଖିଲେ ଆପଣ ମନେ ରହିବ। ଦେଖନ୍ତୁ, ଏଇଟା ହେଇଗଲା ରେଡ୍ ପାଣ୍ଡା ହେଲା। ରେଡ୍ ପାଣ୍ଡା ଏଇଟା ପୁରା ରେୟାରେଷ୍ଟ ଦେଖାଯାଆନ୍ତି, ମାନେ ହେଇଗଲା କ'ଣ ମେଘାଳୟରେ। ଗୋଟେ ମିନିଟ୍। ନେକ୍ସଟ ଏଟାଙ୍କି କହିଥିଲି। ଏଟାଙ୍କିରେ କ'ଣ ଅଛି? ଟାଙ୍କି। ଏ ଟାଙ୍କି କେଉଁଠି? ନାଗକୁ କ'ଣ ଟାଙ୍କିରେ ଭରାଯାଇଛି? ନାଗକୁ ଟାଙ୍କିରେ ଭରାଯାଇଛି ମନେ କରିଥିଲି। ଏ ଟାଙ୍କି ନ୍ୟାସନାଲ୍ ପାର୍କ କ'ଣ ଅଛି? ହାତୀ ପାଇଁ କ'ଣ? ଏଲିଫେଣ୍ଟ ରିଜର୍ଭ। ଏଇଟା ଗୋଟେ ଏଲିଫେଣ୍ଟ ରିଜର୍ଭ 2005ରେ ଏଇଟା ହେଇଥିଲା। ଦେନ୍ ଏଇଟା ଦେଖିଛି କେଉଁ ଜାଗାରେ ଅଛି ଏ ଟାଙ୍କି। ଦେନ୍ ଆସିଲା କେବୁଲ୍ ଲାମଜାଓ। ଏଇଟା ତାର ଏଇ କ୍ୱେଶ୍ଚନଟା ବହୁତ ରିପିଟେଡ଼ଲି ଆସିଛି, ଏଇଟା ଟିକେ ମନେ କରିବେ। କେବୁଲ୍ ଲାମଜାଓ ହେଉଛି, ମୁଁ ମନେ କରିଥିଲି କେମିତି? କିଏ ବୁଲିଯିବ? ଯାହା ପାଖରେ ପଇସା ଅଛି, ମାନେ ମଣିପୁର, ଯାହା ପାଖରେ ପଇସା ଅଛି ସେ ବୁଲିଯିବ। କେମିତି ବୁଲିଯିବ? ସିର୍ ହିଲେଇ ହିଲେଇକି। କେମିତି? ସିର୍ ହିଲେଇ ହିଲେଇକି। ସିର୍ ହିଲା ହିଲାକି ବୁଲିଯିବ ମାନେ କ'ଣ? ସେ ଯାହା ପାଖରେ ପଇସା ଅଛି ସେ ବୁଲିଯିବ। ଆଉ କେମିତି ବୁଲିଯିବ? ସିର୍ ହିଲେଇ ହିଲେଇକି। ତାକୁ ଚିନ୍ତା ନାହିଁ କିଛି। ସେଥିପାଇଁ ଏଇଟା ହେଇଗଲା କେବୁଲ୍ ଲାମଜାଓ କ'ଣ ନ୍ୟାସନାଲ୍ ପାର୍କ। ଏଇଟା ତାର ସିଗ୍ନିଫିକାନ୍ସ ହେଲା ୱାର୍ଲଡସ୍ ଓନ୍ଲି ଫ୍ଲୋଟିଂ ନ୍ୟାସନାଲ୍ ପାର୍କ, ଯେଉଁଟାକି ଲୋକଟକ୍ ଲେକ୍ରେ ଅଛି। କେଉଁଠି ଅଛି? ଲୋକଟକ୍ ଲେକ୍ରେ। ଆଉ ଲୋକଟକ୍ ଲେକ୍ଟା ଗୋଟେ ଫ୍ରେଶ୍ ୱାଟର୍ ଲେକ୍। ଆମେ ଯେତେବେଳେ ଆମ ଲେକ୍ ସବୁ କଭର୍ କରିବା, ସେଇ ଟାଇମ୍ରେ ଆମେ ପଢ଼ିବା କି କେଉଁ ଲେକ୍ ଫ୍ରେଶ୍ ୱାଟର୍, କେଉଁଟା ସେଲାଇନ୍ ଲେକ୍, ଉଲ୍ଲର ଲେକ୍, ଆମର କ'ଣ ଅଛି, ଆମର ଲୋନାର ଲେକ୍, ଏସବୁ ଟାଇପ୍ର ବହୁତ ଟାଇପ୍ର ଆମେ ଲେକ୍ସ ମାନେ ପଢ଼ିବା। ବୁଝିପାରିଲେ? ତାର ସିଗ୍ନିଫିକାନ୍ସ କ'ଣ? କେଉଁଟା ସଲ୍ଟ ୱାଟର୍ ଲେକ୍, କେଉଁଟା ଫ୍ରେଶ୍ ୱାଟର୍ ଲେକ୍, କେଉଁଟା ଡିପେଷ୍ଟ ଲେକ୍, କେଉଁଟା ମତଲବ ହାଇଏଷ୍ଟ ଲେକ୍, ଏସବୁ ଜିନିଷଟା ଆମେ ପଢ଼ିବା ହେଲା। ଚାଲ ନେକ୍ସଟ। ତାପରେ ଆସିଗଲା କ'ଣ? କେବୁଲ୍ ଲାମଜାଓ। ସେଇଟା ବି ଜଷ୍ଟ ପଢ଼ୁଥିଲା ଯେଉଁଟା କାରଣ ପୁମ୍ଡିସ୍ ଅଲସୋ ଫାଉଣ୍ଡ ଇନ୍ ଦିସ୍ ଲେକ୍। ପୁମ୍ଡିସ୍ ଗୋଟେ ଟାଇପ୍ର ମତଲବ ହରିଣ ଟାଇପ୍ର ପ୍ରଜାତି, ଏଇଟା ବି ଦେଖାଯାଆନ୍ତି ଏଥିରେ। ନେକ୍ସଟ ଆସିଲା ସୁନ୍ଦରବନ କେଉଁଠି ଅଛି? ସୁନ୍ଦରବନ ଅଛି କ'ଣ? ଆପଣ ଫିଲ୍ମ ଦେଖିଥିବେ ଦ ରୟାଲ୍ ବେଙ୍ଗାଲ ଟାଇଗର। ଯଦି ଆପଣ ସାଉଥ୍ର ମୁଭି ଗୋଟେ ଦେଖିଥିବେ, ସେଥିରେ କହିବ ଯେ ଆମେ ଯଦି ବାଘ ଭୁଲ କଲା ବୋଲି ତାକୁ କିଏ ସଜା ଦେବ? ସେ କହିବ ରୟାଲ୍ ବେଙ୍ଗଲ ଟାଇଗର, ତାକୁ ସଜା ଦେବ। ଏମିତି କହେ। ସେଇଟା କେଉଁଠି ଅଛି? ସେଇଟା ଅଛି ୱେଷ୍ଟ ବେଙ୍ଗଲରେ। ବୁଝିଲେ? ୱେଷ୍ଟ ବେଙ୍ଗଲରେ ସୁନ୍ଦରବନ ଅଛି। ସୁନ୍ଦରବନ କାହିଁକି ହେଲା? କାହିଁକିନା ସେଠି ସୁନ୍ଦରୀ ଗୋଟେ ଗଛ, ଗୋଟେ ସୁନ୍ଦରୀ ଗୋଟେ SUNDRI। ବୁଝିଲେ? ସୁନ୍ଦରୀ ଗୋଟେ ଗଛର ପ୍ରଜାତି। ବୁଝିଲେ? ଏଇ ଗଛର ପ୍ରଜାତି ଯେଉଁ ଅଛି, ସେଇଥିପାଇଁ ସେଇଟା ସୁନ୍ଦରବନ, ଆମର ସୁନ୍ଦରବନ ନାଁ ଦିଆଯାଇଛି ତା ହିସାବରେ। ଏଇଠି କ'ଣ ଅଛି? ରୟାଲ୍ ବେଙ୍ଗଲ ଟାଇଗର। ତାପରେ ସୁନ୍ଦରବନକୁ କେବେ ମିଳିଥିଲା? ତାକୁ 1987ରେ ୱାର୍ଲଡ଼ ହେରିଟେଜ୍ ସାଇଟ୍ର ମାନ୍ୟତା ମିଳିଥିଲା। ମୁଁ ଯେମିତି କହିଥିଲି ଜଷ୍ଟ ଏବେ ରିସେଣ୍ଟଲି, ସୁନ୍ଦରୀ ଟ୍ରିଜ୍ ମାନେ ସେଇଠି ଅଛି, ସେଥିପାଇଁ ସୁନ୍ଦରୀ ଟ୍ରିଜ୍ର ଗୋଟେ ଫରେଷ୍ଟ ଅଛି, ସେଥିପାଇଁ ଏଇଟା କ'ଣ? ଏଇଟା କହନ୍ତି ସୁନ୍ଦରବନ ଫରେଷ୍ଟ କହନ୍ତି, ବା ସୁନ୍ଦରବନ ଡେଲ୍ଟା ବି କହନ୍ତି ତାକୁ। ସୁନ୍ଦରବନ ନ୍ୟାସନାଲ୍ ପାର୍କ ଦେଖନ୍ତୁ, ଏଇଟା ଏମିତି ଅଛି। ପିକ୍ଚର ସହିତ ଦେଖିବେ ଆପଣ। ଏଇଟା କହନ୍ତି ସୁନ୍ଦରବନ ଡେଲ୍ଟା। ଏଇଟା ହେଉଛି ଲାର୍ଜେଷ୍ଟ ଡେଲ୍ଟା ଇନ୍ ଦ ୱାର୍ଲଡ଼, ସବୁଠୁ ବଡ଼ ଡେଲ୍ଟା। ବୁଝିଲେ? ଡେଲ୍ଟା କାହାକୁ କହନ୍ତି? ଆଉ ଏଇଟା ଦେଖନ୍ତୁ, ଯେଉଁ ରିଭର୍ ମାନେ ସବୁ, ଆମ ଧରଣ ଏଇଟା ହେଇଗଲା ଆମ, ଯଦି ଆପଣ ଜାଣିନଥିବେ ଟିକେ ଜଷ୍ଟ ମୁଁ କହିଦେଉଛି ଡେଲ୍ଟା କାହାକୁ କହନ୍ତି। ବୁଝିପାରିଲେ? ଯେଉଁ ରିଭର୍ ମାନେ ଆସିକି ଏଇଠି ଆମ କ'ଣ ଅଛି? ବେ ଅଫ୍ ବେଙ୍ଗଲ। ଏଇଟା ଅଛି ଆରବିଆନ୍ ସି। ହେଲେ ଯେଉଁ ଆମ ରିଭର୍ ମାନେ ଆସିକି କ'ଣ, ଯେମିତି ଗଙ୍ଗା ଆସିଲା, ବୁଝିଲେ, ଏଇଠି ଆଉ ମହାନଦୀ ଆସିଲା, ଏମିତି ହେଲା। ଯେଉଁ ରିଭର୍ ମାନେ ବି ଆସିକି ବେ ଅଫ୍ ବେଙ୍ଗଲରେ ଲାଗିଲେ, ସେଇଟା କ'ଣ କହନ୍ତି? ସେମାନେ ଡେଲ୍ଟା ଫର୍ମେସନ୍ କରନ୍ତି ହେଲା। ଆଉ ଯେଉଁ ରିଭର୍ ମାନେ ଆସିକି ଆମର କ'ଣ କରିବେ? ଏଇଠି ମତଲବ ଆମ ଆରବିଆନ୍ ସିରେ ଆମ ପଡ଼ିବେ, ତାକୁ ସେମାନେ କ'ଣ ଫର୍ମେସନ୍ କରନ୍ତି? ସେମାନେ ଯେଉଁମାନେ ଏଇଠି ଆମ ଆରବିଆନ୍ ସିରେ ଆସିକି ପଡ଼ିବେ, ସେମାନେ କ'ଣ ଏସ୍ଚୁରୀ ନିର୍ମାଣ କରିବେ? ସେମାନେ ଏସ୍ଚୁରୀ, ସେମାନେ କରିବେ କ'ଣ? ଡେଲ୍ଟା ହେଲା। ଯେମିତି ସୁନ୍ଦରବନ ଡେଲ୍ଟା ଗୋଟେ, ଏଠି ଆସିକି ସୁନ୍ଦରବନ ଡେଲ୍ଟା। ଆଉ ଆମର ଯେମିତି ନର୍ମଦା, ତାପି ହେଇଗଲା, ଏମାନେ କ'ଣ କରିବେ? ଏସ୍ଚୁରୀ। ଦେନ୍ ନେକ୍ସଟ ଆସିଲା ବକ୍ସା କେଉଁଠି ଅଛି? ବକ୍ସା ଅଛି ସେଇ ୱେଷ୍ଟ ବେଙ୍ଗଲ। ମୁଁ ଆଉ ଥରେ କହିଥିଲି ବକ୍ସର ଜିଲ୍ଲା ଗୋଟେ ଅଛି ବିହାରରେ, ତାକୁ ରିଲେଟ୍ କରିବିନି ବିଲକୁଲ ବି। ବକ୍ସା ଅଛି କେଉଁଠି? ୱେଷ୍ଟ ବେଙ୍ଗଲରେ। ବୁଝିଲେ? ୱେଷ୍ଟ ବେଙ୍ଗଲରେ ବକ୍ସା ଟାଇଗର ରିଜର୍ଭ ଅଛି। ଏଇଟା କ'ଣ କହୁଛି? ଏଇଟା 15th ଟାଇଗର ରିଜର୍ଭ ଇନ୍ ଇଣ୍ଡିଆ। 1983ରେ ଏଇଟା ବନା ହେଇଥିଲା। ବୁଝିଲେ? ଏଇଟା ଦେଖନ୍ତୁ, ଏଇଠି ଅଛି ୱେଷ୍ଟ ବେଙ୍ଗଲ ବକ୍ସା ଟାଇଗର ରିଜର୍ଭ। ନେକ୍ସଟ ବାଲ୍ମିକି କ'ଣ? ବାଲ୍ମିକି
ନ୍ୟାସନାଲ୍ ପାର୍କ। ବାଲ୍ମିକି ଆପଣ ଜାଣିଛନ୍ତି ଗୋଟେ ବହୁତ ବଡ଼ ଋଷି ଗୋଟେ ଥିଲେ, ସେମାନେ କ'ଣ କେଉଁ ଜାଗାରେ ଏଠି ରଖିଥିଲେ? ଏଇଟା ହେଇଗଲା ୱେଷ୍ଟ ଚମ୍ପାରଣ। ଚମ୍ପାରଣ କେଉଁଠି ଅଛି? ବିହାରରେ, ବୁଝିଲେ। ବାଲ୍ମିକି ଋଷି ଯିଏକି ସେ ବିହାରରେ ହେଇଥିଲେ, ବୁଝିଲେ। ସେଇଠି ବିହାରରେ, ସେଥିପାଇଁ ଆପଣ ମନେ ରଖିପାରିବେ ଏମିତି କ'ଣ, ଏଠି ଗୋଟେ ଟାଇଗର ରିଜର୍ଭ ବି ଅଛି, এটা ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ବି ଅଛି, ବୁଝିପାରିଲେ। ଦେନ୍ ନେକ୍ସଟ, ତାପରେ ଆସିଲା क्वेश्चन आसला यहाँ ए कहतु यहाँ वाल्मीकि टाइगर रिजर्व कौटी अच्छे देन आपको दुधवा नेशनल पार्क बतई दुधवा नेशनल पार्क कौ स्टेट्र लोक बेसी गाय रखती कौ स्टेट्र यूपी उत्तर प्रदेश लोक मैंने बेसी सॉरी टाइगर कौच आम गाई मैंने रखती गाई महिषी बेसी रखती से लोक बेसी कौन क्षीर क्षीर बा दूध बेसी पिंती से कौन कहते दुधवा नेशनल पार्क से एमती कर मन रखिए बुझिपारे। तापर दुधवा टाइगर रिजर्व भी अच्छे बुझे। तापर नेक्स्ट एमती देखा देखो क्वेश्चन व्हिच ऑफ द फॉलोइंग नेशनल पार्क इज सिचुएटेड इन उत्तर प्रदेश कौटी दुधवा नेशनल पार्क। देन देन यहाँ आम जब किसी क्वेश्चन पढ़ा दाचीग्राम कौटी अच्छे आप कमेंट कहे अभी जस्ट पढ़ी आसी आम है कमेंट लिखे दाचीग्राम कौटी अच्छे। देन नागार्जुन सागर बा श्रीशैलम टाइगर रिजर्व कौटी अच्छे आंध्र प्रदेश मन करी नागार्जुन सागर बा श्रीशैलम टाइगर रिजर्व करी आंध्र प्रदेश अच्छी एंड तेलंगाना आंध्र प्रदेश और तेलंगाना अच्छे। दिस टाइगर रिजर्व इज सिचुएटेड इन ऑन द बैंक्स ऑफ द कृष्णा रिवर ये क्वेश्चनटा पड़ता टिके यहाँ स्टार मार्क करके रखिदे। आम नागार्जुन सागर बा श्रीशैलम टाइगर रिजर्व कौ बैंक कौ रिवर बैंक रे अच्छे कौ बैंक मैंने कौन कौ रिवर साइड अच्छे बुझिपारे सेटा है कृष्णा रिवर आम सही फ्लो कर देखी दूसरी गोटे मिनिट देखो नागार्जुन सागर बा श्रीशैलम है कृष्णा नदी एमती एमती कर से रिवर तटर अच्छे तट कहू देखो। देन आसला से टाइगर रिजर्व मुझे कही केवे प्रोजेक्ट टाइगर 1978 रे और 1983 रे होता। तापर नेक्स्ट भितरकनिका मत कह पड़ा न पढ़ा कथा जेहतु आप सब प्रिपेरेसन कर तो जानते मे भी ये कौटी अच्छे कौटी अच्छे ये जिन मुझे लिभे देवी कहीं आप समस्ते जानते भितरकनिका ओडिशार अच्छे कहीं किंतु क्वेश्चन जिते आसो क्वेश्चन एमती आसोनी भितरकनिका कौ स्टेट अच्छे पचार भितरकनिका कौ डिस्ट्रिक्ट अच्छे कहीं आम ओडार समस्त जानते ओडा कथा से डिस्ट्रिक्ट कथा पचार से भी मतलब स्टेट्र कथा पचारे। नेक्स्ट भितरकनिका कौन देखा जाए लार्जेस्ट माउथ भितरकनिका क्रोकोडाइल देखा जाते आम कौन कह बौला कुमीर। देन नेक्स्ट नवेगांव और नागजीरा टाइगर रिजर्व नवेगांव और नागजीरा टाइगर रिजर्व कौटी अच्छे महाराष्ट्र बतई तो आप नवेगांव पढ़े नवेगांव आम जमी नवी मुंबई कहू सेमती नवेगांव एमती मन रखिए कही महाराष्ट्र अच्छे यहाँ आम 46 यहाँ क्वेश्चन आसे बहुत बोले हार्ड क्वेश्चन टी गोटे हिसाब से भल क्वेश्चन पकेला बोले क्वेश्चन एमती पकेब कि यहाँ केते नंबर टाइगर रिजर्व एमती पकई पारे बुझिपारे। यहाँ हूँ 46 टाइगर रिजर्व तापर होगा। देन नेक्स्ट देखो ये अच्छे मुंबई आम ये अच्छे यहाँ अरेबियन सी तेलंगाना ये साइड कर्णाटक अच्छे। नेक्स्ट इंद्रावती कौटी अच्छे बीजापुर डिस्ट्रिक्ट अच्छी छत्तीसगढ़ है। तापर कौन कही इंद्रावती रिभर पाखर अच्छे से इंद्रावती नेशनल पार्क ये जिनसा मन रखिए यदि एमती भूल गोटे क्वेश्चन देदेला जे इंद्रावती जस्ट ट्रिकी क्वेश्चन गोटे हिसाब से इंद्रावती टाइगर नेशनल पार्क कौटी अच्छे आप आराम से कहीपर कथा सॉरी कौटी अच्छे नहीं कौ बैंक पाखे बोले कौ नदी पाखे कौ रिवर बैंक अच्छे बोले आप कहीपर कथा इंद्रावती रिवर पाखे। छत्तीसगढ़ कौन कौन अच्छी देखो ये सब देखिपारे आप। देन गुरु घासीदास गोटे सेकेंड गुरु घासीदास नेशनल पार्क बा तमोर पिंगला वाइल्ड लाइफ सेंचुरी यहाँ कौन कहे यहाँ होगा 2021 मैंने कौन यहाँ बहुत रिसेंटली है नेशनल टाइगर रिजर्व अथॉरिटी बा एनटीसीए द्वारा एप्रूव कर छत्तीसगढ़ में
गुरु घासीदास न्यासनाल पार्क है। देन आसीगला एटा गोटे टाइगर रिजर्व भी आप मन रखिथे एटा जोटा अच्छे मैक्सिमम आम जिते भी नेशनल पार्क अच्छे से मैक्सिमम टाइगर रिजर्व हिसाब से जाऊँचे कहीं आम जिते भी टाइगर मैंने आम एक्सटेंड होगा जाते ओनली टाइगर बोली ना बाकी सब जिन जिते भी वाइल्ड लाइफ बार्ड्स होगा जिते आम एनिमल्स होगले जोटा एक्सटेंड होगा जाते केमती प्रोटेक्ट करवा से आमर से आम प्रोटेक्शन देवाई ही आम ये नेशनल पार्क वाइल्ड लाइफ सेंचुरी सब बना चली। और नेक्स्ट नेक्स्ट आसला कान्हा कान्हा आम कहते कान्हा नेशनल पार्क आउे कौन अच्छे ये आम पढ़ी कौन मध्य प्रदेश में 11 नेशनल पार्क अच्छे जो 5 जन ना कही मन अच्छे भूलीगले स्टार्ट कर पुणी रिवाइज करवा जिन हाईएस्ट अच्छे कौटे मध्य प्रदेश कौन 11 अच्छे मुझे बतई कौन कान्हा कान्हो माधव पाना संजय 5 7 में वन विहार कौन डायनासोर फसिल देखने गए थे वहाँ पे उनको बंद कर दिए थे बतैली ये फसिल नेशनल पार्क से इंक्लूड हो बुझीपारे एमती कही जो सेम जिन पचार कान्हा देखो कान्हा किसली नेशनल पार्क ये अच्छे कौन सातपुरा रेंज रे अच्छे कौटे मध्य प्रदेश में देखो ये रहीगला रेणधीर रेनडीर इज फाउंड इन द लार्ज स्केल यहाँ कौन गोटे यहाँ स्टेट एनिमल ऑफ मध्य प्रदेश एमती पढ़ी पारे कहीं स्टाटिक हिसाब से भी पड़े जो आम करेन्ट अफेयर हिसाब से भी स्टाटिक पड़ जाए क्वेश्चन बहुत थर रेनडीर आर फाउंड इन द लार्ज स्केल इन द कौन कौ नेशनल पार्क कान्हा बुझे देन कान्हो सेम कही कान्हा कान्हो माधव पाना सब कही कौन कौन यहाँ अच्छे कौन यहाँ 2022 यहाँ मैं भी पढ़ी पारे क्वेश्चन कहीं आम प्राइम मिनिस्टर नरेंद्र मोदी बर्थडे ही ये जिनसा आम कौन इनागोरेट कराइला आउ 8टा चीता है 8टा चीता कौन कराइला बेले से जगह छोड़ा जाता है देन तापर ये क्वेश्चन आसपे द सेंट्रल गवर्नमेंट हैड डिक्लेयर द चीता एक्सटिंक्ट इन 1952 चीता मैंने एक्सटिंक्ट होगा जो ସେଇଟା ଆମର सेंट्रल गवर्नमेंट कौन विलुप्त हो सारे चीता मैंने से जिनसा आम 1952 घोषित करदे घोषित करते तापर यहाँ गिर यहाँ कान्हो गिर यहाँ कान्हो नेशनल पार्क देन गिर कौटे अच्छे गिर अच्छे कौटे गुजरात रे कौन कहते गिर कौटे अच्छे गुजरात रे आउ तापर यहाँ कौन यहाँ अच्छे कान्हो कान्हो बतई कौटे मध्य प्रदेश में नेक्स्ट कौन बनवागढ़ कौटे अच्छे बनवागढ़ नेशनल पार्क कही से कौन करते बंद कर मध्य प्रदेश कही कान्हा कान्हो माधव पाना 5 1 7 कौन देखिए डायनासोर फसिल देखने गए थे वहाँ पे उनको बंद कर दिया गया था कही यहाँ कौन नेशनल पार्क डिक्लेयर कराई 105 किलोमीटर स्क्वायर किलोमीटर होता है कौन कहते दिस पार्क इज द हाईएस्ट पॉपुलेशन डेंसिटी टाइगर टाइगर आम टोटाल होल इंडिया रे हाईएस्ट टाइगर डेंसिटी रे पॉपुलेशन डेंसिटी रे हाईएस्ट अच्छे बुझिपारे व्हाइट टाइगर ऑफ रिवा सॉरी इट वाज आल्सो प्लेस वेयर द फेमस व्हाइट टाइगर ऑफ रिवा वर डिस्कवर्ड कौटी ये कौन अच्छे व्हाइट टाइगर ऑफ रिवा डिस्कवर होता देन कौन अच्छे रणथंबोर बनवागढ़ देखो यहाँ अच्छे कौन रणथंबोर कौटी अच्छे राजस्थान में अच्छे कौन कौन कहते बनवागढ़ गोटे मिनट बनवागढ़ कौटी अच्छे कान्हा कान्हा कौटी अच्छे पेंच कौटी अच्छे ये जस्ट कहला बनवागढ़ कान्हा पेंच तो गोटे कौन मध्य प्रदेश अच्छे रणथंबोर कौटी अच्छे रणथंबोर अच्छे राजस्थान तापर आसला जिम कॉर्बेट ये जिनसा आप टोटाली भूली पारे ना जहाँ भी करेंगे किंतु ये जिनसा भूलवाटा ना कहीं यहाँ जिम कॉर्बेट आम फास्ट आम ओल्डेस्ट नेशनल पार्क जोटा कि 1935 होता है 1935 से खाली मन रखिए ना 1935 यहाँ है ओल्डेस्ट फास्ट होता बुझे जिम कॉर्बेट तार ना को आम चेंज कर सारे कौन कहते रामगंगा नेशनल पार्क भी कहते बुझिपारे कहीं रामगंगा जो आम गंगा गंगा नदी गोटे ट्रिब्यूटरी अच्छी रामगंगा से मुझे बतई प्रीवियस क्लास रे से आसिक कौन जो मिसुचे से ता ना ही आम दिखाई जिम कॉर्बेट को रामगंगा नेशनल पार्क बुझिपारे जिम कॉर्बेट ना केमती पड़ा जिम कॉर्बेटा गोटे गोटे फॉरेस्ट आम ऑफिसर थे ना जिम कॉर्बेट ना पड़ता जिम कॉर्बेट नेशनल पार्क कॉर्बेट नेशनल पार्क कहते
फास्ट नेशनल पार्क फास्ट ना कौन थी फास्ट ना थी तार सब ओल्डेस्ट ना कौन थी कौन हेली नेशनल पार्क सब फास्ट थी कौन है ता ना चेंज करके कौन कराला जिम कॉर्बेट नेशनल पार्क तापर एबे हेगला कौन रामगंगा नेशनल पार्क बुझिपारे एटा गोटे कौन टाइगर इनिशिएटिव लगे फास्ट एटा कराइला देन ये आप मैप्रे पूरा टोटाल देखिपारे कौटी कौन अच्छे जिम कॉर्बेट कौटी अच्छे जिम कॉर्बेट कौटी अच्छे उत्तराखंड तापर रणथम्बर देखो रणथम्बर कौटी अच्छे राजस्थान तापर बंधवागढ़ कौटी अच्छे मध्य प्रदेश तापर कान्ना कही कान्ना गिर कौटी अच्छे गुजरात सुंदरबन काजीरंगा आसाम है नेक्स्ट आसला कौन रामगढ़ बिस्तारी कौटी अच्छे राजस्थान अच्छे ये गोटे अल्सो इम्पोर्टेंट रामगढ़ ये 52nd टाइगर रिजर्व देन आसला कौन सरिस्का टाइगर रिजर्व ये अच्छे कौन अलवर डिस्ट्रिक्ट राजस्थान है जो सरिस्का बोले कौन ये टाइगर रिजर्व आम पढ़ुन एक्चुअली जस्ट आसी बोली मुझे कहीदे कहीं सब जिन कवर कला टाइम हो नेक्स्ट आम अलग गोटे क्लास आम टाइगर रिजर्व पढ़ा बुझिपारे नेशनल पार्क भी जस्ट आम सारी देत ये देखो रणथम्बर अच्छे रणथम्बर यहाँ है कहला तो तापर कौन सरिस्का गोटे सेकेंड तापर ये कौन अच्छे डेजर्ट नेशनल पार्क है तापर क्वेश्चन आसला सरिस्का कौन टाइगर रिजर्व कौटी अच्छे यहाँ मुझे कहबी यहाँ आप कमेंट रे कहे आम जस्ट ए पढ़ी आसला ये जिनसा आप कमेंट रे टाइप करेंगे देन नागरहोल नेशनल पार्क कौटी अच्छे पढ़ी जोटा कि आम राजीव गांधी नेशनल पार्क आम कहूँ कर्णाटक कही नागरहोल कुद्रेमुख मन अच्छे भूली जाइए आउ थे कही नागरहोली कुद्रेमुख ये सब अच्छे ये कौटी अच्छे वेस्टर्न घाट कहते हैं बतई गोटे मैप्रे है यहाँ गला नेशनल वेस्टर्न घाट जोटा कि आम कौन कहूँ देखो सह्याद्री कौन कहूँ सह्याद्री के नाम भी जान ए जस्ट गोटे मुवी आसाला कौन छावा जो मैंने देखी कौन छावा जो मैंने देखी से कहीदेवे कौन आम विक्की कौशल जो विक्की कौशल जो कहते सह्याद्री के पहाड़ों में है स्वराज ये डायलॉगटा शुणिथे सहीटा या ही सह्याद्री बुझिपारे देन आसला ये सब अच्छे देखो नेक्स्ट एवं क्वेश्चन आसला डैश टाइगर रिजर्व इन कर्नाटका होम टू द लार्जेस्ट नंबर ऑफ एशियन एलिफेंट कौटी अच्छे आप कौन अच्छे नागरहोली टाइगर रिजर्व आ कौन अच्छे रणथम्बर कौटी अच्छे ये कही कौन कर्नाटक कथा कही रणथम्बर कौटी अच्छे ये तो राजस्थान अच्छे राजस्थान अच्छे ना कान्हा कौटी अच्छे कान्हा कानो माधव पाना बुझे मध्य प्रदेश तापर बंधवागढ़ कौटी कही बंधवागढ़ माने कौन उनको बंद करके रख दिए थे कौटा सही मध्य प्रदेश है खाली गोटे न अच्छे जोटा कि कौन कर्नाटक अच्छे बोले आंसर कौन हो देन एति थैंक यू आपण मैंने सपोर्ट कर बहुत बहुत थैंक यू आप जिते जाक यहाँ अच्छे कौन कि कमेंट कर देते आउ कौन कौन आपको इंटरेस्टिंग लगुच कौन शिखार अच्छे जो जिन आप मन रखी पार ना से जिन आप कहे कि आम ये टॉपिक आमको दरकार ये टॉपिक आम मन रखी पारूँ से टॉपिक मैंने आम आनीदेव मुझे आनीदेवी आउ से जिनटा आम एमती हिसाब से मन रखा कि से जिन आम टोटाली भूली पारे नेक्स्ट बुझिपारे हो थैंक यू फॉर वाचिंग एंड कमेंट करदे लाइक करदे एंड चैनल को सब्सक्राइब करदे और थैंक यू।